ସରସ୍ୱତୀ ପୂଜା ଉପଲକ୍ଷେ କୁନି କୁନି ପିଲାମାନଙ୍କ ପାଇଁ ଦଶଧାଡ଼ି ରଚନା। ସରସ୍ୱତୀ ପୂଜା ହେଉଛି ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ପର୍ବ। ଏହି ପୂଜା ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ। ଏହି ପର୍ବ ବସନ୍ତ ଋତୁରେ ପାଳନ କରାଯାଉଥିବାରୁ ଏହାକୁ ବସନ୍ତ ପଞ୍ଚମୀ ବା ଶ୍ରୀ ପଞ୍ଚମୀ ବୋଲି କୁହାଯାଏ। ଏହି ଦିନ ଦେବୀ ସରସ୍ୱତୀ ପିତାମହ ବ୍ରହ୍ମାଙ୍କ ଶରୀରରୁ ଉତ୍ପତ୍ତି ହୋଇଥିଲେ। ଦେବୀ ସରସ୍ୱତୀଙ୍କୁ ଶିକ୍ଷା, ଜ୍ଞାନ, ବୁଦ୍ଧି ଓ ସୂକ୍ଷ୍ମ କଳାର ଦେବୀ ଭାବରେ ପୂଜା କରାଯାଏ। ଏହି ପର୍ବ ମୁଖ୍ୟତଃ ଛାତ୍ର ଛାତ୍ରୀମାନଙ୍କର ପର୍ବ ଅଟେ। ଏହି ପୂଜା ସମସ୍ତ ସ୍କୁଲ ଏବଂ କଲେଜରେ ମହା ଆଡମ୍ବରରେ ପାଳିତ ହୁଏ। ଏହି ଦିନ ପିଲାମାନେ ନୂତନ ପୋଷାକ ପିନ୍ଧି ଫୁଲ, ଧୂପ ଓ ଭୋଗ ଇତ୍ୟାଦି ନେଇ ବିଦ୍ୟାଳୟକୁ ଆସନ୍ତି। ଏହି ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କୁ ତାଙ୍କ ପ୍ରିୟ ହଳଦିଆ ଓ ଧଳା ରଙ୍ଗର ଫୁଲ ଅର୍ପଣ କରି ପୂଜା କରନ୍ତି। ପୌରାଣିକ କଥା ଅନୁସାରେ ବସନ୍ତ ପଞ୍ଚମୀରେ ଦେବୀ ସରସ୍ୱତୀଙ୍କୁ ପୂଜା କରାଯିବ ବୋଲି ଭଗବାନ ଶ୍ରୀକୃଷ୍ଣ କହିଥିଲେ।